ଆପଣ କହିପାରିବେ କି ଭଗବତ ଗୀତା ଓ ଭାଗବତ ପୁରାଣ ମଧ୍ୟରେ ଭେଦଭାବ କ'ଣ ଅଛି? ଦୁଇଟା ଯାକ ସମାନ ନା ଅଲଗା ଅଲଗା? ଭଲ ପ୍ରଶ୍ନଟିଏ ପଚାରିଲେ। ଦେଖନ୍ତୁ, ଦୁଇଟା ଯାକ ଦୁହେଁ ଦୁହିଁଙ୍କର ପରିପୂରକ। କହିବାର ତାତ୍ପର୍ଯ୍ୟ କ'ଣ ନା, ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି, ଯେତେବେଳେ ଅର୍ଜୁନ କ'ଣ କରିଛନ୍ତି ନା ବିଷାଦ ହେଇ ପଡ଼ିଛନ୍ତି, ଦୁଃଖରେ ମ୍ରିୟମାଣ ହେଇ ପଡ଼ିଛନ୍ତି, ଯେ କ'ଣ ଦେଖୁଛନ୍ତି, ଆଗରେ ମୋର ଶ୍ୱଶୁର ଅଛନ୍ତି ଏବଂ ମୋର ସହୋଦରମାନେ ଅଛନ୍ତି, ତାଙ୍କ ସାଙ୍ଗରେ ମୁଁ ଯୁଦ୍ଧ କରିବି। ସେହି ସମୟରେ ସେ କହୁଛନ୍ତି, ନା ସଖା, ମୁଁ ଯୁଦ୍ଧ କରିବି ନାହିଁ ଏମାନଙ୍କ ସାଙ୍ଗରେ। ସେହି ସମୟରେ ସେ କ'ଣ କରୁଛନ୍ତି, ଯୁଦ୍ଧରେ ବିରୋଧ ନେଉଛନ୍ତି। ସେହି ସମୟରେ ଶ୍ରୀକୃଷ୍ଣ କ'ଣ କରିଛନ୍ତି, ତାଙ୍କୁ କିଛି ଶ୍ଲୋକ ବୁଝାଇଛନ୍ତି, ଯାହାକି ଶ୍ଲୋକ ଗୁଡ଼ାକ କହିଛନ୍ତି। ଯେଉଁ ଶ୍ଲୋକ ଗୁଡ଼ାକ କହିବା ମାଧ୍ୟମରେ କ'ଣ କରିଛନ୍ତି, ସେ ଶ୍ଲୋକ ମାଧ୍ୟମରେ ସେ ଶ୍ଲୋକ ଗୁଡ଼ାକ ଏତେ ସୁନ୍ଦର ଥିଲା, ଯାହାକି ଥରେ ଶୁଣିଲା ମାତ୍ର ଜଣେ ବୁଝିଯାଆନ୍ତି। ସେ ଖାଲି ସେଇ ଯେଉଁ ଶ୍ଲୋକ ଗୁଡ଼ାକ ହେଉଛି ଗୋଟେ ଫର୍ମୁଲା, କହିବାକୁ ଗଲେ ସୂତ୍ର। ସେ ସୂତ୍ର କହିକି ସେ ତାଙ୍କୁ ଯୁଦ୍ଧ କରାଇଛନ୍ତି। କିନ୍ତୁ ଯେଉଁ କଥା କହିଲେ ଭାଗବତ ପୁରାଣ, ସେ ହେଉଛି ଏଇ ଯେଉଁ ଫର୍ମୁଲା ଯେଉଁଟା କହିଲେ, ଯେଉଁଟା ଯେଉଁ ସୂତ୍ରଟାକୁ ସେ କ'ଣ କରିଛନ୍ତି, ୟୁଟିଲାଇଜ୍ କରିଛନ୍ତି ବା ତାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଥମ ଗୀତାର ପ୍ରଥମ ଶ୍ଲୋକକୁ ସେଠି କ'ଣ କରିଛନ୍ତି, ଭାଗବତ ପୁରାଣରେ କହିକି ତାକୁ କ'ଣ ଗୋଟେ କାହାଣୀ ମାଧ୍ୟମରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ତେଣୁ ଭଗବତ ଗୀତା ଆଉ ଭାଗବତ ପୁରାଣ ଦୁହେଁ ଅଲଗା ନୁହନ୍ତି, ଦୁହେଁ ଦୁହିଁଙ୍କର ପରିପୂରକ। ବୁଝିପାରିଲେ? ଆଜ୍ଞା, ଠିକ୍ ଅଛି।